ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି ଅମୃତ ବିନା ବଚନ କହିତୁ ଶିବ ପ୍ରାଣୀ ମନ। এই ଯେଉଁ ଶୈଳୀରେ ଏ କବିତାକୁ ଆମେ ଗାୟନ କଲେ ଏହା ନିଶ୍ଚିତ ଭାବରେ ଭାଗବତ ବାଣୀ ବା ଗୁଜ୍ଜରୀ ଏବଂ ଏହା 9 ଅକ୍ଷର ବିଶିଷ୍ଟ ହୋଇଥିବାରୁ ଏହାକୁ ମଧ୍ୟ କୁହାଯାଏ ନବାକ୍ଷରୀ ବୃତ। ବିଶେଷ କରି ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଜି ଏହି ଅନଲାଇନ୍ ଛନ୍ଦ ଶିକ୍ଷା କାର୍ଯ୍ୟକ୍ରମକୁ ନିଶ୍ଚିତ ଭାବରେ ସ୍ୱାଗତ। ଖାଲି ଆମେ ଛନ୍ଦର এই ଯତିପାତ ଅକ୍ଷର ସଂଖ୍ୟା ଏବଂ ନିୟମ ଶୃଙ୍ଖଳାକୁ ମନେ ରଖିଦେଇ ପରୀକ୍ଷାରେ ଲେଖିଦେବା ଯଥାର୍ଥ ଶିକ୍ଷା ନୁହେଁ। ଏହାକୁ ଆମେ ନିଶ୍ଚିତ ଭାବରେ ପ୍ରାକ୍ଟିକାଲ ଆମେ ଗାଇପାରିବା। କୁହାଯାଇଛି ଭାଗବତ ବାଣୀ ବା ଗୁଜ୍ଜରୀ ବା ନବାକ୍ଷରୀ ବୃତ ଏହା 2 ପାଦରେ ଏକ ପଦ ହୁଏ ଏବଂ ଏହାର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9 ଏବଂ ଯତିପାତର ନିୟମ ଯଥା ତୃତୀୟ ପଞ୍ଚମ ଏବଂ ଶେଷ ବା ନବମ ଅକ୍ଷର ଉପରେ ଯଥାକ୍ରମେ ଯତିପାତ ହେଉଥାଏ। ଆମେ ଯେଭଳି ଭାବରେ ଗାଉଥିଲେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ନିଶ୍ଚିତ ଭାବରେ ଯତିପାତ ଠିକ୍ ନିୟମ ଅନୁସାରେ ହେବା ଉଚିତ ଏବଂ ଦ୍ୱିତୀୟ ପାଦକୁ ମଧ୍ୟ ଆମେ ଆଲୋଚନା କରିବା। ଦ୍ୱିତୀୟ ପଦକୁ କୁହାଯାଇଛି ଅମୃତ ବିନା ବଚନ କହିତୁ ଶିବ ପ୍ରାଣୀ ମନ। ଏହା ମଧ୍ୟ କୁହାଯାଇଛି 2 ପାଦରେ ଏକ ପଦ ଏବଂ ପ୍ରତ୍ୟେକ ପାଦ 9 ଅକ୍ଷର ବିଶିଷ୍ଟ। ପ୍ରତ୍ୟେକ ପାଦର ତୃତୀୟ ପଞ୍ଚମ ଶେଷ ତଥା ନବମ ଅକ୍ଷର ଉପରେ ଯଥାକ୍ରମେ ଯତିପାତ ହୋଇଥାଏ। ଏହା ନବାକ୍ଷରୀ ଛନ୍ଦ ଏବଂ ଜଗନ୍ନାଥ ଦାସଙ୍କର ଭାଗବତ ଏହି ନବାକ୍ଷରୀ ଛନ୍ଦରେ ସୁନ୍ଦର ଭାବରେ ରଚିତ ହୋଇଛି, ଯାହାକି ଓଡ଼ିଆ ଜାତିର ଜୀବନ ବେଦ ବୋଲି ମଧ୍ୟ କୁହାଯାଇପାରେ। ଆଉ ମଧ୍ୟ କୁହାଯାଇଛି ଯେ ବିପ୍ର ରାମଦାସଙ୍କର ଦାଢ଼ତ୍ୟା ଭକ୍ତି ଯେଉଁ କୁହାଯାଇଛି ସେଥିରେ ମଧ୍ୟ ଆସନ ଆସ ତୁମ୍ଭ ମନ ମୁଁ ଏଥି ଗଣୁ ଅଛି ଦିନ। ଏହା ବିପ୍ର ରାମଦାସଙ୍କର ଦାଢ଼ତ୍ୟା ଭକ୍ତି। ଏହା ମଧ୍ୟ ନବାକ୍ଷରୀ ଛନ୍ଦ ବା ଭାଗବତ ବାଣୀ ବା ଗୁଜ୍ଜରୀ ଛନ୍ଦରେ ରଚିତ ହୋଇଛି। ଆଉ ମଧ୍ୟ ଆମେ ଦେଖିବା ନାରୀ କବି ଯେଉଁ କୁହାଯାଉଛି ବୃନ୍ଦାବତୀ ଦାସୀଙ୍କର ପୂର୍ଣ୍ଣତମ ଚନ୍ଦ୍ରୋଦୟ, ତାହା ଏକ ସୁନ୍ଦର ରଚନା। ତାକୁ ମଧ୍ୟ କୁହାଯାଇଛି ଘର ମୋହର ମଳି ପୋଡ଼ା କ୍ଷେତ୍ରକୁ 2 ଜୁଣ ଛଡ଼ା। এইଭଳି ଭାବରେ ଆମେ ଗୁଜ୍ଜରୀ ବା ଭାଗବତ ବାଣୀକୁ ଆଲୋଚନା କରିପାରିବା। ଅବଶିଷ୍ଟାଂଶ ସମସ୍ତ ଛନ୍ଦ ମୋର ୟୁଟ୍ୟୁବରେ ଉପଲବ୍ଧ ଅଛି। ଏହା ମଧ୍ୟ ୟୁଟ୍ୟୁବକୁ ଯାଇ ଛାତ୍ରଛାତ୍ରୀମାନେ ଦେଖିପାରିବେ। ଧନ୍ୟବାଦ।